ତ ଅନେକ ଦିନ ହେଲାଣି ଓଡିଆ ଗଳ୍ପ ୟୁଟ୍ୟୁବ ଚ୍ୟାନେଲ ଆପଣ ମାନଙ୍କୁ ବେକାର କଥା ସିରିଏଲ ମାଧ୍ୟମରେ ଭିନ୍ନ ପ୍ରକାରର କଥା ସବୁ ଭେଟି ଦେଇ ଚାଲିଛି। ଆଜି ଆମେ ବେକାର କଥା ପରିସରରେ ଜଣେ ଆଦିବାସୀ ସମ୍ପ୍ରଦାୟର ଭାଇଙ୍କୁ ପାଇଛୁ। ତାଙ୍କ ନାଁ ହଉଛି ମହନ୍ତ ରଣା। ସେ କହିବେ ତାଙ୍କର ସମସ୍ୟା କଣ। ସବୁବେଳେ ସେମାନେ ଅଭିଯୋଗ କରୁଛନ୍ତି ସରକାର ତାଙ୍କ ପାଇଁ କିଛି କରୁନାହାନ୍ତି ବୋଲି। ସେମାନଙ୍କୁ ସମସ୍ତେ ମାଓବାଦୀ ବୋଲି କହୁଛନ୍ତି, କିନ୍ତୁ ବୁଝି ହଉନି ସେମାନେ ହିଂସାତ୍ମକ କାମ କାହିଁ କରୁଛନ୍ତି। ଜଙ୍ଗଲ କାଟି ସଫା କରିଦଉଛନ୍ତି, କିନ୍ତୁ ସେମାନେ କହିବା କଥା ସରକାର ଗୁଣ୍ଡା ଲଗେଇ ଜଙ୍ଗଲ କାଟି ସଫା କରିଦଉଛି। ତ ବାସ୍ତବ ତଥ୍ୟ କଣ ଆସନ୍ତୁ ଜାଣିବା। ତ ଆପଣ ହଉଛନ୍ତି ମହନ୍ତ ରଣା। ଆଜ୍ଞା। ଆଚ୍ଛା, ଆପଣ ସରକାରଙ୍କ ଏଗେନଷ୍ଟରେ ସବୁବେଳେ କାହିଁ ଅଭିଯୋଗ କରୁଛନ୍ତି ଯେ ସରକାର ଆପଣଙ୍କ ପାଇଁ କିଛି କରନ୍ତି? ସରକାର ତ ସବୁ କିଛି ଆପଣଙ୍କ ପାଇଁ କରୁଛନ୍ତି। ସରକାର ଆମ ପାଇଁ ଚେଷ୍ଟା କରୁଛି କହିଲେ। ସରକାର ଆପଣଙ୍କୁ ପାଠ ପଢିବାକୁ ଆପଣଙ୍କ ପିଲାଙ୍କୁ ସୁଯୋଗ ଦେଲା, ଚାକିରି ଦେଲା, ଆଉ କଣ ଦେଇଥାନ୍ତେ? ଚାକିରି ସରକାର ଆମକୁ ଚାକିରି ଦେଇଛି। ମାର୍ଲେଶ୍ୱର ମରିଯିବୁ, ସରକାର କଣ ଆମକୁ ଚାକିରି ଦଉଛି? ଆପଣ ଏଠି ମାନେ ଦେଖନ୍ତୁ, ଆପଣ ଭଦ୍ରାମୀ ରସ କଥାବାର୍ତ୍ତା କରି ଆପଣ ଏମିତି ଅଭଦ୍ର ଭଳି କଥାବାର୍ତ୍ତା କରିଥିଲେ। ଆମର ଆଦିବାସୀ ଆପଣ ଏଠି ଗୀତ ବୋଲି ପାରିବେନି। ଆପଣ ଏଠି ମାନେ ଗୋଟେ ଅଦାଲତ ପରିସର, ଏଇଟା ଜନ ଅଦାଲତ, ଏଠି ଲୋକ ଦେଖୁଛନ୍ତି ଆପଣଙ୍କୁ। ମାର୍ଲେଶ୍ୱର ବୋଧେ ଅଦାଲତ ଦେଖାବନି, ବୁଝିଲେ ନା? ଆପଣ ମହୁଲି ପିଇକି ଆସିଛନ୍ତି କି? ଆମେ ସେଇଟା ଆମେ ପିଇବୁ ନା। ଆମେ ଜଙ୍ଗଲକୁ ଆମର ମା ବୋଲି ଆମେ ସମ୍ମାନ କରୁ। କିନ୍ତୁ ଆପଣ ଗଛ କାଟୁଛନ୍ତି, ଆପଣ ଗଛ କାଟିକି ଚୋରାରେ ବାହାରକୁ ବିକୁଛନ୍ତି। ଆପଣ ଯେତେବେଳେ ଛୋଟ ଥାନ୍ତି, ହଁ, ଆପଣ ଘରେ ବଦମାସି କଲେ ଆପଣଙ୍କୁ ମାରନ୍ତି କି ନାଇଁ? ମାରେ। ମାରେ। ଆମେ ବି ସେମିତି ମାକୁ ଆମର ପୂଜା କରୁଛେ। ଆଉ ଆମେ ଖାଇବା କହିଲେ ତ ଜଙ୍ଗଲ କାଟିବୁ ନା। ତୁ ମତେ ସରକାର ଦେଖାଉଛୁ, ମାରିଦେବି, କାଣ୍ଡ ତ ଏଇଠି ମରିଯିବୁ, ଜାଣିଛୁ ନା? ଆପଣ କଥାଟା ବୁଝିବାକୁ ଗଛ ରହିବା ଦ୍ୱାରା ପରିବେଶଟା ସୁସ୍ଥ ହଉଛି। ଆପଣ କେତେ ମୂଲ୍ୟବାନ ଗଛ ଗୁଡା କାଟି ଦଉଛନ୍ତି। ଆପଣ ଜାଣିଛନ୍ତି ଗଛ ଚାଲିଗଲେ ପରିବେଶ ଦିନକୁ ଦିନ ବିପଦମୁଖୀ ଆଡକୁ ଗତି କରୁଛି, ଜାଣିଛନ୍ତି ଏଇଟା ଆପଣ? କଣ ବିପଦ? ସେ ଗଛ କାଟିବ କେ ତ ସରକାର ମେସିନ ଦଉଛେ ନା। ସରକାର ତ ମେସିନ ଆଣୁଛ, ତମେ ଘର ଘର କାଟି ଦଉଛ। ଆମେ ପଚାରିଲେ କହୁଛ କାରଣ ଆମେ ରଥଯାତ୍ରା ପାଇଁ ଯିବ। ରଥଯାତ୍ରା ତ ଆମେ ଗଛ କାଟିକି ଆମକୁ ଗୋଟେ ଗଛ କାଟିଲେ 20 ଟଙ୍କା ଦଉଛନ୍ତି, ଜାଣିଛ ନା? 20 ଟଙ୍କା ଦେଇକି ଆମଠୁ ସେମାନେ ଗଛ ନେଉଛନ୍ତି। 20 ଟଙ୍କା? ଯୋଉ ଗଛର ମୂଲ୍ୟ ମାର୍କେଟରେ, ଇଣ୍ଟରନ୍ୟାସନାଲ ମାର୍କେଟରେ 20 ଲକ୍ଷ 25 ଲକ୍ଷ, ସେଇ ଗଛ କାଟିବା ପାଇଁ ଆପଣ ମାତ୍ର 20 ଟଙ୍କା? 20 ଲକ୍ଷ ପଡୁଛି ସେ ଗଛ କି? ଆରେ ଆପଣ କେମିତି ବୁଝେଇପାରେ? ସେ ଗଛର ମୂଲ୍ୟ ହଉଛି ବହୁତ, ଆପଣ ଟଙ୍କା 20ରେ ଗଛ କାଟୁଛନ୍ତି। ଆମେ କହିବୁ ସେ 20 ଟଙ୍କା ଦେଇକି 10ଟା ଗଛ କାଟିବ, ସେ 200 ଟଙ୍କା ଦେବ। ଆମେ 50 ଟଙ୍କାର ବହଲି ପିଇକି 150 ଟଙ୍କା ଆମର ଯୋଉ ଏଇ ଯୋଉ ଘର ପରିବାର ସେ ଆମେ କାମ କରିଦେବ। ଏତେ ପଇସା ପଡିଯାଏ। ଆମେ କଣ ଜାଣୁଛୁ ସରକାର ଆମକୁ କିଛି କରୁନି? ଆମର ଗାଁ ରାସ୍ତା ଆସିବ, ତୁ ଗାଁ ରାସ୍ତା ହେଇଯିବ। ଆମର ଗାଁ ଦେଖିଛୁ କେମିତି ହେଇଛି? କେମିତି? ଆପଣଙ୍କର ସେଠି ତ ଯୋଉ ଭଲ ଜେସିବି ଲାଗିଛି, ସେ ଯୋଉ ଇଞ୍ଜିନିୟର ମାନେ ଯାଇ କାମ କରୁଛନ୍ତି। ଜେସିବି କଣ? ଜେସିବି ଜେସିବି ଫେସିବି ଆମର ସେଠି କିଛି ନାହିଁ। ସେଇଟା ଆମର ସେଠି ଜଣକୁ ସାପ ଚାବିଲା ତ ତାକୁ ମେଡିକାଲ ଆଣିଲେ ସେ ବାଟ ମରିଗଲା। ତ କେମିତି ଆଣିଛୁ ଜାଣିଛୁ? ଗାଡି ନାହିଁ, ଆମେ ତ ଖଟରେ ବୋହିକି ଆସିଛେ। ଆଉ ସରକାର ଦେଖୁଛି ତୁ ମତେ? ଆଚ୍ଛା, ଆଉ ଗୋଟେ କଥା, ଆପଣଙ୍କ ପିଲାମାନଙ୍କୁ ସ୍କୁଲକୁ ନ ପଠେଇକି ଆପଣଙ୍କ ସହିତ ବିଲକୁ କାମ କରିବାକୁ ନଉଛନ୍ତି, ଏଇଟା କଣ ପାଇଁ? ଆପଣଙ୍କର ତ ସ୍କୁଲ ଘର ହେଲା, ସ୍କୁଲରେ ସବୁ ସିଷ୍ଟମ କରାଗଲା, କମ୍ପ୍ୟୁଟର ସିଷ୍ଟମ କରାଯାଇଛି, ଟିଚର ସଫିସିଏଣ୍ଟ ଅଛନ୍ତି, ଅସୁବିଧା କଣ? ଆପଣ ପିଲାଙ୍କୁ କାହିଁ ପାଠ ପଢିବାକୁ ପଠଉନାହାନ୍ତି? କାହିଁକି ନା ଆମର ଗାଁରେ ଯେନ୍ ସ୍କୁଲ ଅଛି, ଆମର ଗାଁରେ ଆମର ବହୁତ ପିଲା ପାଠ ପଢିବାର କି ନାଇଁ ଯିବାର, କ୍ଷେତରେ କାମ କରୁଛନ୍ତି, ବିଲରେ କାମ କରୁଛନ୍ତି। କାହିଁକି ସେଟା ଜାଣିଛ ନା? କାହିଁକି? ଆମ ଗାଁରେ ଯେ ସ୍କୁଲ ଅଛି, ମାଷ୍ଟର 10ଟା ବେଳେ ଆଉଛି। ହଁ, ଆଉ ପିଲା ତାର ପଢିଲା ନ ପଢିଲା, ସେ ମାଷ୍ଟର ଆସିଲା, ସେ ଖଟ ପକେଇଲା, ସେଇଠି ଶୁଇବ। ଆପଣ ଏଟା ଅଭିଯୋଗ କରୁନାହାନ୍ତି? ଆପଣ ଉପରିସ୍ଥ ଅଧିକାରୀ, ବିଡିଓ ବା ଏସବୁ କଲେକ୍ଟର ଏମାନଙ୍କୁ ଜଣାଉନାହାନ୍ତି? କାହାକୁ ଜଣେଇବୁ? ସିଏ ଗଲେ ତ ଖାଲି ଯେତେବେଳେ ଯିବେ କହିବେ ଏଇମାନଙ୍କ ପାଇଁ ଏଇଟା କରିବ ସେଇଟା କରିବ, ଆଉ ଦୌଡିଲା ଧାଁ ଧପଡ କଲା ବେଳେ ତ କିଛି ନାହିଁ। ଆଜ୍ଞା, ମୁଁ ଯେତେବେଳେ ଆମର ଘର ଗୋଟେ ବନାବା ଲାଗି ଗଲି, ବ୍ୟାଙ୍କ ଗୋଟେ ଲୋନ କରବାର କେ, ସେଇଠି 50,000 ଲୋନ କରବାକେ କହିଲେ, ସେ ମତେ କହିଲା ତୁ 20,000 ଦେବୁ, ତୁ 50,000 ଲୋନ ପାଇବୁ। ମୁଁ ଏଇଟା ନିୟମ ହିଁ ନାହିଁ। ସେ କେମିତି ଆପଣଙ୍କୁ କହୁଥିଲେ? ଏଇଟା ତ ନିୟମ ହିଁ ନାହିଁ। ସେଇଟା ତ ନିୟମ ନାହିଁ। ତୁ କାହା ପିଛାକେ ମତେ ଏଇନା ଡାକିଛୁ, ମାରିଦେବି ଧନସର ମରିଯିବୁ। ନାଇଁ, ଆପଣ ଉତ୍ତେଜିତ ହୁଅନ୍ତୁନି। ଆପଣ ବହୁତ ସରଳ ଲୋକ, ମୁଁ ବୁଝିପାରୁଛି। ଆପଣ ବହୁତ ନିରୀହ। ଆପଣଙ୍କର ସରଳତାର ଫାଇଦା ଉଠାଉଛନ୍ତି କିଛି ମୁଷ୍ଟିମେୟ ଲୋକମାନେ ବା ଏଇ ସମାଜର କିଛି ଫେକ୍ ସାର୍ଟିଫିକେଟ ଧରିଥିବା
ବା ମିଥ୍ୟାରେ ବୋଲଉଥିବା ଯେ ଆମେ ଶିକ୍ଷିତ ସେଇମାନେ ହିଁ ଆଜି ଆପଣଙ୍କର ଫାଇଦା ଉଠାଉଛନ୍ତି ଆପଣଙ୍କ ସରଳତାର। ଗୋଟେ କଥା ଆପଣ ମାନେ ଅଭିଯୋଗ କରୁଛନ୍ତି ଆପଣଙ୍କ ଏରିଆରେ ଯୋଉ ସବୁ ସ୍କୁଲ ହେଇଛି ସେଠି ଛାତରୁ ପାଣି ଗଳୁଛି, ଗୋଟେ ଶ୍ରେଣୀ ଗୃହରେ 6ଟା କ୍ଲାସ ହଉଛି, ଏ କଥା କଣ ସତ? ହାତରୁ ପାଣି ଗଲୁଛି ନା ସେମାନେ କାଣ ଭାବୁଛନ୍ତି ସାର୍ ଆମକୁ ଭାବୁଛନ୍ତି ଏ ଜଙ୍ଗଲ ଲୋକ ତ କିଛି ଜାଣିବାନି ଛାତରୁ ପାଣି ଗଲେ ତମେ ଗୋଟେ ସାପ ଗୋଟେ କ୍ଲାସ ରୁମ୍ ସାପ ବାହାରିକି ସାର୍ ମୋର ଗୋଟେ ପୁଅ ମରିଯାଇଛି ସେଇଥିରେ ଏଇଟା ସରକାର ଦବ କି ମତେ? ବଡ ଆଶ୍ଚର୍ଯ୍ୟ କଥା, ବୁଝି ହଉନି ଏତେ ଏତେ କେନ୍ଦ୍ରରୁ ଟଙ୍କା ଆସିଛି ସେ ଟଙ୍କା ଯାଉଛି କୁଆଡେ? ଟଙ୍କା ଯୋଉ ଆସିଛି ଆମ ଆମ ଗାଁକୁ ଟଙ୍କା ଆସିବ, ଟଙ୍କା ସେଇଠି ଆସିବ 1 କୋଟି ଆସିବ, ଏଇଠି ଏଇ କାମ ହବ 1 କୋଟି ଆସିବ, ଗାଁ ମୁଡକୁ ପଶିଲା ବେଳକୁ ରାସ୍ତା ଶେଷ। ଆମ ଗାଁ ଯୋଉ ଅଛି ଏଇ ସଳା ସରପଞ୍ଚ ସବୁ ଖାଇ ଦଉଛି। ଆପଣ ସରପଞ୍ଚ ନାଁରେ ଅଭିଯୋଗ କଲେନି ଥାନାରେ? ଥାନାରେ କଣ ଅଭିଯୋଗ ଥାନାରେ କଲେ କଣ ସେ ଥାନା ବାଲାକୁ କହିଛି ସେ ବଡ ବଡ ବାବୁ ଆସି ମୋ ଘରେ ଗାଡି ଲଗେଇଦେଲେ, ମତେ କହିଲେ ତୋ ଘର ଭାସିଯିବ, ତୋ ପରିବା ଉଡିଯିବ, ଏମିତି ସେମିତି କହିଲେ। ମୁଁ ତାଙ୍କୁ ପଇସା ଯାହା ଘରେ ପଇସା ଥିଲା ମୁଁ ସବୁ ଦେଇଦେଇଛି ବା। ବୁଝି ହଉନି ସେ ଏରିଆରେ ସବୁ ତାହେଲେ କଣ ଚାଲିଛି? ତାମାନେ ଏଠୁରୁ ପ୍ରମାଣ ହେଲା ଆପଣ ମାନେ ବହୁତ ଠକାମିର ଶିକାର ହଉଛନ୍ତି। ତାମାନେ କିଛି ନାହିଁ ଆମକୁ ଜେଲ ଅଫିସର ମାନେ ଜେଲ ଥାନା ଅଫିସର ସେ କଣ କହିଲେ କି ସେ ବିଡିଓ କଣ କହିଲେ ସେଇଟା ଭିଡିଓ ହଁ ସେ ଭିଡିଓ ଯିଏ ଅଛନ୍ତି ଆପଣ ବ୍ଲକ ରେ, ହଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ହଁ ଭିଜିଟ କରିବାକୁ ଆସୁଛନ୍ତି। ପରବର୍ତ୍ତୀ ମୁହୂର୍ତ୍ତରେ ପୁଣି ସେମାନେ ଆସୁଛନ୍ତି ତୁ ଆମକୁ ହରିଣ ମାଂସ ଗୋଟେ ଦେ, ଆମକୁ ସେଇଟା ଗୋଟେ, ଯଦି ମୁଁ ନଦେବି କହିବି ସେ ମତେ ପୁଣି ଟଙ୍କା ଧମକି କରିଛନ୍ତି, ମୁଁ ମାରିବି ନା ନାହିଁ ହରିଣ କୁହନ୍ତୁ? ତାମାନେ ଏଥିରୁ ପ୍ରମାଣ ହେଲା ଯେ ପଶୁ ପକ୍ଷୀ ଯୋଉ ଜଙ୍ଗଲରୁ ମାରିକି ବାହାରକୁ ଚାଲାଣ ହଉଛି ତାମାନେ ଏଇମାନେ ହିଁ ଏଥିରେ ଇନଭଲ୍ଭ ଅଛନ୍ତି। କିଛି ଅଫିସର ଏମାନେ ଅଫିସ ଟାଇମରେ ଆସିବେ, ହୁଁ ତୋର ଏଇଟା ହଉନି ତୋର ସବୁ ହବ ଏମିତି ହବ ସବୁ କହିବେ, ବଡ ବାବୁ ଆସିବେ, ବଡ ବାବୁ ମାନେ। ହୁଁ ଆଉ ପରବର୍ତ୍ତୀ ମୁହୂର୍ତ୍ତରେ ସେ ଆସିବେ ଯେ ଆମକୁ ଏଇ କାଠ ଆମେ ନେବୁ, ଆମର ଘର ହବ, ସେ କହିବ ହରିଣ ଗୋଟେ ମାରିକି ଦେ, ସେ କହିବ ଆଉ କଣ ଦେ, ସେଇଠି ନଦେଲେ ଆମକୁ ଡରା ଧମକା କରିବେ, ଏମିତି କାମ କରୁଛି। ଆଉ ତୁ କଣ ମତେ ଶିଖଉଛୁ? ସରକାରକୁ ବାଡେଇବି ମୁଁ। ଆଉ ଗୋଟେ କଥା ମିଳିଛି, ଆପଣଙ୍କ ଏରିଆରୁ କିଛି ଯୁବତୀ ମାନେ ବାହାରକୁ ଯାଉଛନ୍ତି, କିଛି ଇଲିଗାଲ କଥା ମିଳୁଛି ଯେ ଦେହ ବ୍ୟବସାୟ ପାଇଁ, ଏଇଟା କଣ ସତ ନା ସେମାନଙ୍କୁ ବାଧ୍ୟ କରି ଜବରଦସ୍ତ ଉଠା ଯାଉଛି? ତାକୁ କେମିତି କରୁଛନ୍ତି ସେ ସବୁ କଥା କିଏ କହିଲା? ଜଣେ ନା ମେନସନ ହବନି କିନ୍ତୁ ସେଇ ଏରିଆରେ ଜଣେ ଲୋକ କହିଛି। ସେଇଟା ଆଜ୍ଞା ସେ କଥା କହିଲେ ମୁଁ କଣ କହିବି, ତମେ ଡାକିଦ ବୋଲି ମୁଁ କହୁଛି, ଲୋକ ଜାଣନ୍ତୁ ବୁଝିଲେ ନା। ହଁ ସେ କହୁଛନ୍ତି ତମ ଗାଁରେ କିଛି ହଉନି, ତମେ ଗଛ କାଟିବ ଖାଇବ, ଏମିତି ଚାଲ ବାହାରକୁ ଚାଲ, ବାହାରେ ସେଇଠି ତମକୁ ବହୁତ ଟଙ୍କା ମିଳିବ କହି ନେଇ ଯାଉଛନ୍ତି ଆଜ୍ଞା। ଆଉ ତାକୁ ନେଇଗଲା ପରେ ତାଙ୍କ ଫୋନ ସୁଇଚ ଅଫ୍ ବତଉଛି। ଏଇ ଜିନିଷଟା ହଉଛି ସେଇଟା ମୁଁ ଜାଣିନି ସାର୍, ମୁଁ ଆଉ ଥରେ ଯେ ନେଇ ଆଇବ ମାରିଦେବି କାନ୍ଦ, ସେଇଠି ମରିକି ପଡିବ। ତାହେଲେ ଗୋଟେ ଜିନିଷ, ତାହେଲେ ଆପଣ ମାନେ କଣ ଅପିଲ କରିବାକୁ ଚାହାନ୍ତି ସରକାର ପାଖରେ? ମୁଁ ସରକାରକୁ କହିବି ଆମର କଥା ସରକାର ଭଲରେ ବୁଝିଲେ ଆମେ ଭଲସେ ରହିବୁ। ଆମ ଗାଁକୁ ଆପଣ ଭଲ ମାନେ ଆଉ ଗୋଟେ ରାସ୍ତା କଥା ହଉ। କହୁଛନ୍ତି ଆମେ ଭୋଟ ବର୍ଜନ କରିବୁ, ଆପଣ ତ ଅଧିକାର ଅଛି ଗଣତନ୍ତ୍ରରେ, ଆପଣ ଭୋଟ ଦେଇ ନେତା ବାଛିପାରିବେ, ଭୋଟ କାହିଁ ବର୍ଜନ କରିବାକୁ କହୁଛନ୍ତି? କଣ ଅଧିକାର ଅଛି ସାର୍? ଆମ ଏଇ ଯୋଉ ଆମ ଏପଟେ ଆମ ଯୋଉ ଲୋକ ଅଛନ୍ତି ହୁଁ ସେମାନଙ୍କୁ ପଇସା ଦିଆଦେଲା ଯେ ତମେ, ଆପଣ କହିଲେ 20 ଲକ୍ଷ, ସେଇଟା ମୁଁ ଜାଣିନି କେତେ ଟଙ୍କା, 20 ଟଙ୍କା ଦେଇ ମୋ ଗଛ କାଟୁଛନ୍ତି। ସେ ଆସି କୋଡିଏରେ କହିଲେ ଅନେକ ଶୂନ ବସେଇଲା ପରେ ହିଁ 20 ଲକ୍ଷ ହଉଛି, ଆପଣଙ୍କୁ କେମିତି ବୁଝେଇବି ମୁଁ? କଣ ଶୂନର ମୂଲ୍ୟ କିଛି ନାହିଁ। ଆମ ମାଷ୍ଟର ସେ ବଡ ବାବୁ ବି କହିଲେ ଶୂନର ମୂଲ୍ୟ କିଛି ନାହିଁ କହିଲେ ଯୋଉ ଆସିଥିଲେ। ଆପଣ କେମିତି ବୁଝେଇ ପାରିବି ମୁଁ? ଆପଣ ମାନଙ୍କୁ ତ ଜାଣି ଶୁଣିକି ହିଁ ଭୁଆଁ ବୁଲେଇ ଦିଆଯାଇଛି, ମୁଁ କେମିତି ବୁଝେଇବି? ଆମରି ସେଇଟା ଭଳି ସେ ଅଫିସର ମାନେ ତ କହିବେ ଆପଣ ମାନଙ୍କୁ ଆରେ ହଇରାଣ ତୁ କରୁଛନ୍ତି। ଥରେ ଗୋଟେ ବଡ ବାବୁ ଆସିଲେ, ହଁ ସେ କଣ ଖାଇବା ପିଇବା ଦେଲେ ସମସ୍ତଙ୍କୁ, ସେ 40-50 ଟଙ୍କା ସେଇଟା ଲେଖା ଦେଲେ ବୁଝିଲେ। ହଁ ଆଉ ତମ ଗାଁରୁ ଏଇ ସ୍କୁଲ ହବ, ଏମିତି ହବ, ବଡ ବଡ ବାବୁ ଆସିବେ, ଏଇ ଯୋଉ କଟକ ଭୁବନେଶ୍ୱରରେ ପାଠ ପଢନ୍ତି, ଏମିତି ପାଠ ପଢିବେ, ସବୁ ଇଂରାଜୀ କହିଲେ। ହଁ ସମସ୍ତେ ଭୋଟ ଦେବାକୁ କହିଲେ, ଆମେ ଗାଁ ଭାଇ ସବୁ ମିଶି ସେଇଠି ମିଟିଂ କଲୁ, ଆମେ ତାକୁ ଭୋଟ ଦେବା କହିଲୁ। ଯେତେବେଳେ ତାକୁ ଭୋଟ ଦେଇଛୁ, ହଁ ସେ ସ୍କୁଲ ଘର ଦେଖିବ କଣ, ସେ ତ ଗାଡି ବି ଆମେ ସେ ଏରିଆ ସୁଦ୍ଧା ଦେଖିବାକୁ ପାଇଲୁନି। ଏମିତି ସବୁ କରୁଛନ୍ତି। ଆମେ ସରକାର ପାଖରେ କି ଦୋଷ କରୁଛୁ, ଆମକୁ ଏ ସରକାର ଏମିତି କରୁଛି। ଏ ଅଦାଲତ ବା ଓଡିଆ ଗଳ୍ପ ୟୁଟ୍ୟୁବ ଚ୍ୟାନେଲ ତରଫରୁ ସରକାରକୁ ଅନୁରୋଧ କରାଯାଉଅଛି, ଆଦିବାସୀ ମାନେ ସେମାନେ ହଉଛନ୍ତି ଆମରି ଭାଇ ଭଉଣୀ। ପ୍ରଥମ କରି ଇଂରେଜ ମାନଙ୍କ ବିରୁଦ୍ଧରେ ତାଙ୍କରି ସମ୍ପ୍ରଦାୟର ବିର୍ସା ମୁଣ୍ଡା ହିଁ ଆନ୍ଦୋଳନକୁ ଓହ୍ଲେଇଥିଲେ ଓ ସେମାନଙ୍କର ଆନ୍ଦୋଳନରେ ବହୁତ ଭୂମିକା ରହିଅଛି। ତେଣୁକରି ହେ ସରକାର, ଦୟା ଭଇ ଟିକେ ଏମାନଙ୍କ କଥାକୁ ଆଗ ବିଚାର କର। ଆପଣ ଆଜି ଆମ ସହିତ ରହିଲେ ଆଉ ସମସ୍ତ ମାନେ ସମସ୍ୟାକୁ ଉପସ୍ଥାପନା କଲେ, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ। ଜୁହାର ଜୁହାର। ଜୋହାର।